ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଡଗରପଡ଼ା ଗ୍ରାମ ପଞ୍ଚାୟତର ବଡ଼ ବାହାଦଲପୁର ଗ୍ରାମରେ ଥିବା 15 ବର୍ଷ ତଳେ ପ୍ରତିଷ୍ଠିତ ରାଧାକୃଷ୍ଣ ମନ୍ଦିରରେ ଚନ୍ଦନ ଉତ୍ସବ ମହାସମାରୋହରେ ଆନନ୍ଦ ମୁଖରିତ ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିର ପ୍ରତିଷ୍ଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ଯୋଡ଼ି ହୋଇଯାଇଛି। ଜଣେ ଉଚ୍ଚ ଶିକ୍ଷିତ ଯୁବକ ଯିଏ ପ୍ରଥମରୁ ଛାତ୍ର ଜୀବନରୁ ଆଧ୍ୟାତ୍ମିକବାଦୀ ଥିଲେ, BA ପାସ୍ କରିସାରିବା ପରେ ଚାକିରି ଆଶାରେ ଏଣେ ତେଣେ ଘୁରି ବୁଲୁଥିଲେ। ବିଚରା ଗୁଜରାଟରେ ରହିଥାନ୍ତି। ବିଧିର ବିଧାନ ବିଚିତ୍ର, କିନ୍ତୁ ଯାହା କରିବେ ସାଇ କାହାରି ମନରେ ନାହିଁ। କିଏ ଜାଣିଥିଲା ସମୟ ଚକ୍ରରେ ସବୁ ଓଲଟପାଲଟ ହୋଇଯିବ। ସେଦିନର ସେହି ବିଚରା କୈଳାସ ମହାନ୍ତିଙ୍କ ଭାଗ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା। ଗୁଜରାଟର ଭୁଜରେ ପ୍ରକମ୍ପିତ ହେଲା କାଳ ଭୂମିକମ୍ପ। ବହୁ ଧନଜୀବନ ହାନି ଘଟିଲା। ସମୟ ବଡ଼ ବଳବାନ। ଏକ ବିଶାଳ ଅଟ୍ଟାଳିକାର କାନ୍ଥ ତଳେ ଚାପି ହୋଇ ମରଣ ସହ ସଂଗ୍ରାମ କରି ଦୀର୍ଘଦିନ ଅଖିଆ ଅପିଆ ପଡ଼ି ରହିଥିଲେ ସେଦିନର ଚାକିରି ଅନ୍ୱେଷଣକାରୀ ଶିକ୍ଷିତ ଯୁବକ କୈଳାସ ମହାନ୍ତି। ଡଗରପଡ଼ା ଗ୍ରାମର ପ୍ରହ୍ଲାଦ ମହାନ୍ତିଙ୍କ ପୁତ୍ର। 4 ବର୍ଷ ତଳୁ ଯେ ଘର ଛାଡ଼ି ଚାଲି ଯାଇଥିଲେ, ଯେ କାହାରି ସହ ସମ୍ପର୍କ ନଥିଲା, ସେନାବାହିନୀ ଉଦ୍ଧାରକାରୀ ଦଳଙ୍କ ନଜରକୁ ଆସିଲା ସଂଜ୍ଞାହୀନ ଯୁବକଟି। ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନେଇ ପାରେ ଯମରାଣ। ତାହାହିଁ ହେଲା ଜୀବନ ସିନା ଗଲାନି ସତ, ବିଚରା ଗୋଟେ ହାତ ଓ ଗୋଟେ ଗୋଡ଼ ହରାଇ ଡାକ୍ତରଖାନାରୁ ବାହାରିଲା ବିକଳାଙ୍ଗ ହୋଇ କେଶବ ବାବା ଭାବରେ। ବୃନ୍ଦାବନର ବିଭିନ୍ନ ମଠ ଆଶ୍ରମରେ ବୁଲି ବୁଲି ଗାଁ ମାଟିର ଆହ୍ୱାନରେ ଫେରି ଆସିଲେ ନିଜ ଜନ୍ମମାଟି ମା କୋଳକୁ। ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହେଲା ବାହାଦାଲପୁରରେ। 2011ରେ ପ୍ରତିଷ୍ଠା ସରିଲା ମନ୍ଦିର। କେଶବ ବାବାଙ୍କ ଆଶ୍ରମରେ ନୀତି ନିୟମ ଚାଲିଲା ଭଜନ କୀର୍ତ୍ତନ ନାମ ସଂକୀର୍ତ୍ତନ। ଗ୍ରାମର ଉଦୀୟମାନ ଯୁବକ ଓ ଧର୍ମପରାୟଣ ବଦାନ୍ୟ ବ୍ୟକ୍ତି ସମୂହଙ୍କ ଉଦ୍ୟମ ସଫଳତାର ଶେଷ ସୀମାରେ ପହଞ୍ଚିଲା। 15 ବର୍ଷ ଧରି ରାଧାକୃଷ୍ଣ ମନ୍ଦିରର 12 ମାସରେ 13 ଯାତ ଅନୁଷ୍ଠିତ ହେବାକୁ ଲାଗିଲା। ସଂସ୍କୃତି ପ୍ରେମୀ ଯୁବବନ୍ଧୁ ଦୀପକ କୁମାର ପ୍ରଧାନ ଓରଫ ଦୀପୁ, ପ୍ରଭାକର ରାଉତ, ରତିରଞ୍ଜନ କଳାପାହାଡ଼, ଉଦୟ କୁମାର ମହାନ୍ତି, ରାଜେଶ କଳାପାହାଡ଼, ନରେନ୍ଦ୍ର ରାଉତ, ଶମ୍ଭୁନାଥ ବେହେରାଙ୍କ ସମେତ ବହୁ ଉଦୀୟମାନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଓ ଆଗ୍ରହୀ ଧର୍ମପ୍ରାଣ ବ୍ୟକ୍ତିଙ୍କ ସାଧନାର ସିଦ୍ଧିଲାଭ ହେଲା। ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଗଲା ଚନ୍ଦନ ପୂର୍ଣ୍ଣିମାରେ ନାବକେଳି। ତାହା ସହ ସାଂସ୍କୃତିକ ସନ୍ଧ୍ୟାରେ ମନୋରମ କାର୍ଯ୍ୟକ୍ରମ। ପୂଜକ ବିଦ୍ୟାଧର ପାଢ଼ୀଙ୍କ ପୂଜାର୍ଚ୍ଚନାରେ ବିମୋହିତ ଶହ ଶହ ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରବଚକ ଆଦର୍ଶ ଶିକ୍ଷକ ପ୍ରକାଶ କୁମାର ସାମଲଙ୍କ ପ୍ରବଚନରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ଶହ ଶହ ଆବାଳ ବୃଦ୍ଧ ବନିତା। ଆଦର୍ଶ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ପଣ୍ଡାଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶ ସାଙ୍ଗକୁ 2 କାର୍ଟୁନ୍ର ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଆଗ ରାତ୍ରିର କାଳବୈଶାଖୀର ଭୟ ସମସ୍ତଙ୍କୁ ଆଶଙ୍କା ଭିତରେ ରଖିଥିଲେ ବି ରାଧା ମାଧବଙ୍କ ଅପାର କରୁଣା ସାଙ୍ଗକୁ କେଶବ ବାବାଙ୍କ ପ୍ରଗାଢ଼ ନିଷ୍ଠା ପାଖରେ ହାର ମାନିଲା ପ୍ରକୃତି ରାଣୀ। ଖୁବ୍ ଶୃଙ୍ଖଳାର ସହ ଶାନ୍ତିପୂର୍ଣ୍ଣ ଭାବରେ ସମାହିତ ହୋଇଯାଇଛି ବାହାଦଲପୁରର ଚନ୍ଦନ ଉତ୍ସବ। ଆତସବାଜି ଓ ବାଣ ରୋଷଣୀରେ ପ୍ରକମ୍ପିତ ହୋଇ ଉଠୁଥିଲା ବାହାଦଲପୁର ଗଗନ ପବନ। ପ୍ରତିଷ୍ଠା ପ୍ରାୟ 15-16 ବର୍ଷ ହେଇଗଲା। ଯେଉଁ ବର୍ଷ ସେ ବର୍ଷ ହେଇପାରେ ତା ବର୍ଷ ଆରମ୍ଭ ହେଇଛି। ଆପଣଙ୍କର କାହିଁକି ଗୋଟେ ଏମିତି ଧର୍ମ ଭାବନା ଜାତ ହେଲା ଯେ ଆମେ ମନ୍ଦିର ପିଲା ଦିନରୁ ଥିଲା। ଔପଦାରୁ ନିରଞ୍ଜନ ପ୍ରସାଦ ବାରିକଙ୍କ ସହ ଖଇରାରୁ ଶାନ୍ତନୁ କୁମାର ବେହେରାଙ୍କ ରିପୋର୍ଟ, ରୂପଥାଳିଆ ନ୍ୟୁଜ୍।